ବାବା କହିଛନ୍ତି, ମଧୁର ସନ୍ତାନ ଗଣ, ତୁମେମାନେ ସାରା ବିଶ୍ୱର ସଚ୍ଚା ମିତ୍ର ଅଟ, କାହା ସହିତ ବି ଶତ୍ରୁତା ରହିବା ଉଚିତ ନୁହେଁ। ହଁ, କେତେ ସୁନ୍ଦର କଥା। ଗୋଟିଏ ଲାଇନରେ ପୁରା ଦୁନିଆକୁ ଆପଣାଇ ନେବାର କଥା। ଆଚ୍ଛା, ଏଇ ମୁରଲୀରେ ଆମକୁ ଆଧ୍ୟାତ୍ମିକ ସୈନିକ ବୋଲି କହିଛନ୍ତି। ଏଇଟା ଶୁଣିଲେ ଟିକେ ଏହାର ଅର୍ଥ କ'ଣ? କ'ଣ ନିର୍ଦ୍ଦେଶ ଅଛି ଏଥିପାଇଁ? ହଁ, ଏଇଟା ଗୋଟେ ବହୁତ ଶକ୍ତିଶାଳୀ ଶବ୍ଦ। ବାବା ଆମକୁ ଗୋଟେ ବଡ଼ କାମ ପାଇଁ ତିଆର କରୁଛନ୍ତି। ଆଉ ନିର୍ଦ୍ଦେଶ ହେଲା ନିଜର ପରିଚୟ ପତ୍ର, ଯୋଉଟା ଆମେ ବ୍ୟାଜ୍ କହୁଛୁ। ହଁ, ବ୍ୟାଜ୍। ସେଇଟା ସବୁବେଳେ ପାଖରେ ରଖିବା। ଆଉ କେହି ପଚାରିଲେ ସିଧା କହିବାକୁ ହେବ, ଆମେ ହେଉଛୁ ସେଇ ଫାୟାର ବ୍ରିଗେଡ୍। ଫାୟାର ବ୍ରିଗେଡ୍ କୋଉ ନିଆଁ ଲିଭିବା ପାଇଁ? ସାରା ବିଶ୍ୱରେ ଯୋଉ କାମ ଅଗ୍ନି ଜଳୁଛି ନା, ଲୋକଙ୍କ ଭିତରେ ଯୋଉ ବିକାର ବାସନା, ସେଇ ନିଆଁକୁ ଲିଭେଇବା ପାଇଁ ଆମେ ଆସିଛୁ। କାରଣ ଏବେ ପୁରା ଦୁନିଆ ସେଇଥିରେ ଜଳୁଛି। ଆଚ୍ଛା। ତ ଆମ କାମ ହେଲା ସମସ୍ତଙ୍କୁ ସନ୍ଦେଶ ଦେବା, ବର୍ତ୍ତମାନ ପବିତ୍ର ହୁଅ, ଦୈବୀ ଗୁଣ ଧାରଣ କର, ତାହେଲେ ଯାଇ ଏଇ ଦୁଃଖ ସାଗରରୁ ପାର ହେବ, ତମ ନୌକା ପାର ହେଇଯିବ। ଆଉ ଏହା ସହିତ ବାବା ସହଜ ସ୍ମୃତି ଉପରେ ବହୁତ ଜୋର ଦେଇଛନ୍ତି। କିଛି ଲୋକ ଭାବନ୍ତି ୟୋଗ ମାନେ ବହୁତ କଷ୍ଟ କରି ଆସନ କରିବା। ହଁ, ସେଇଆ ଭାବନ୍ତି ସମସ୍ତେ। କିନ୍ତୁ ବାବା କହୁଛନ୍ତି ସେମିତି କିଛି ଦରକାର ନାହିଁ। ଏଠି କଠିନ ହଟଯୋଗ ଦରକାର ନାହିଁ। ଆରାମରେ ବସ। ଏମିତିକି ଚାଲିଲା ବୁଲିଲା ବେଳେ ବି ମନେ ମନେ ବାବାଙ୍କୁ ଆଉ ଆମର 84 ଜନ୍ମର ଚକ୍ରକୁ ମନେ ପକେଇବା। ଏଥିରେ କୋଉ କଷ୍ଟ ଅଛି? ଏଇଟା ଶରୀରର କସରତ ନୁହେଁ, ଏଇଟା ମନର ଅଭ୍ୟାସ, ଯୋଉଟା ଘରେ ରହିକି କାମଦାମ କରିବି କରିହବ। ଏକଦମ, ପୁରା ସେଇଆ। ଯେମିତି ଗୋଟେ ଛୁଆ ତା ବାପା ମାଙ୍କୁ କେତେ ସହଜରେ ମନେ ପକାଏ, ସେମିତି ଆମେ ପରମପିତାଙ୍କ ପିଲା, ତାଙ୍କୁ ମନେ ପକାଇବା କ'ଣ କଷ୍ଟ? ନା, ସେମିତି ତ କଷ୍ଟ ନୁହେଁ। ଘରେ ରହି, ପରିବାର ସହ ରହି, ଚାକିରି ବାକିରି କରି ବି ଏଇଟା ସମ୍ଭବ। ମୂଳ କଥା ହେଲା ବୁଦ୍ଧିରୁ ଆଉ ବାକି ସମସ୍ତଙ୍କୁ ହଟେଇଦେବା। ଯେତେ ଦେହଧାରୀ ଗୁରୁ, ସାଧୁ, ସଂସାରୀ, ସମ୍ବନ୍ଧୀ, ସେସବୁ ଭୁଲିଯିବା। କେବଳ ଏକ ବାବା, ନିରାକାର ବାବାଙ୍କୁ ମନେ ପକେଇବା। ଆଉ ଶିବ ବାବା ତ ନିରାକାର, ସେ ତ ନିଶ୍ଚୟକୁ ସାକାର ମାଧ୍ୟମରେ ଆସି କହୁଥିବେ, ଖାଲି ମୋତେ ହିଁ ମନେ ପକାଅ। ଆଚ୍ଛା। କାରଣ ସେ ହିଁ ତ ପତିତ ପାବନ, ପତିତ ଅପବିତ୍ର ଆତ୍ମାମାନଙ୍କୁ ପବିତ୍ର କରୁଥିବା ଏକମାତ୍ର ସତ୍ତା। ଏ ଯୋଉ ଅପବିତ୍ର ଦୁନିଆ ଅଛି, ଏଠି କୋଉ ଦେହଧାରୀକୁ ମନେ ପକେଇଲେ କ'ଣ ପାପ କଟିବ? ନା, ତା କେମିତି ହବ? କେବଳ ଏକ ବାବାଙ୍କୁ ମନେ ପକେଇଲେ ଯାଇ ଯୋଗର ନିଆଁରେ ଆମ ପାପ କର୍ମ ସବୁ ପୋଡ଼ିଯିବ, ଭସ୍ମ ହେଇଯିବ। ଆଚ୍ଛା, ତେବେ ଏ ଯୋଉ କେବଳ ଏକ ବାବାଙ୍କୁ ସ୍ମରଣ ଆପଣ ଶୁଣୁଛନ୍ତି ରେଡିଓ ତୋଷାଳୀ, ଆମ ମାଟିର ସ୍ୱର।